14ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବ। ହଁ ଦର୍ଶକ ବନ୍ଧୁ, 14ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବ। ବର୍ଷା ସହ ବିଜୁଳି ଘଡ଼ଘଡ଼ି, ତା ସହିତ ଘଣ୍ଟା ପ୍ରତି 30ରୁ 40 କିଲୋମିଟର ପବନ ବେଗ ରହିବ। ଜୁନ୍ ଶେଷରେ ମୌସୁମୀ ବାୟୁ ବଦଳିବାକୁ ଯାଉଛି। ଜୟ ଜଗନ୍ନାଥ ଦର୍ଶକ ବନ୍ଧୁ, ପୁଣି ପାଣିପାଗ ଅପଡେଟ୍ ଖବରରେ ଆପଣମାନଙ୍କୁ ସ୍ୱାଗତ। ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିବା ଯୋଗୁଁ ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ରରୁ ପୂର୍ବାନୁମାନ କରାଯାଇଛି। ଆଜି ହେଉଛି ଜୁନ୍ 17 ତାରିଖ ବୁଧବାର 2026। ଦର୍ଶକ ବନ୍ଧୁ, ଚାଲନ୍ତୁ ଆଜିର ପାଣିପାଗ ଅପଡେଟ୍ ଖବରକୁ ନଜର ପକାଇବା। ଦର୍ଶକ ବନ୍ଧୁ, ପାଣିପାଗ ଅପଡେଟ୍ ଖବର ଆରମ୍ଭ କରିବା ପୂର୍ବରୁ ଭିଡିଓକୁ ସମସ୍ତେ ଲାଇକ୍ କରନ୍ତୁ। ଚ୍ୟାନେଲ ଯଦି ଆପଣ ନୂଆ କରି ଆସିଛନ୍ତି, ଆପଣ ସବସ୍କ୍ରାଇବ୍ କରିନାହାନ୍ତି ତାହେଲେ ସବସ୍କ୍ରାଇବ୍ କରିକି ରଖନ୍ତୁ ଓ ଭିଡିଓକୁ ଗୋଟେ ଲାଇକ୍ କରନ୍ତୁ। ଆଉ ପାଖରେ ଥିବା ବେଲ୍ ନୋଟିଫିକେସନ୍ ଅନ୍ କରନ୍ତୁ, ଯାହାଫଳରେ ନୂଆ ନୂଆ ପାଣିପାଗ ଅପଡେଟ୍ ଖବର ସବୁଦିନ ପାଇପାରିବେ। ପ୍ରାୟତଃ ଏଇ ମାସରେ ଚାଷୀମାନେ ଧାନ ଚାଷ ପାଇଁ ଆରମ୍ଭ କରନ୍ତି। ଏବେ ବର୍ତ୍ତମାନ ନଜର ପକାଇବା କେଉଁ କେଉଁ ଜିଲ୍ଲା ମାନଙ୍କରେ ମଧ୍ୟମ ବର୍ଷା ହେବାର ସମ୍ଭାବନା ରହିଛି। ଭଦ୍ରକ, କଳାହାଣ୍ଡି, ସମ୍ବଲପୁର, ବରଗଡ଼, ଦେବଗଡ଼, ସୋନପୁର, ବଲାଙ୍ଗୀର, ନୂଆପଡ଼ା, କନ୍ଧମାଳ, ପୁରୀ, ଖୋର୍ଦ୍ଧା, କଟକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ, ନୟାଗଡ଼। ଏହି ଜିଲ୍ଲାର ସବୁ ଅଞ୍ଚଳରେ ମଧ୍ୟମ ବର୍ଷା ହେବାର ସମ୍ଭାବନା ରହିନାହିଁ। କିଛି କିଛି ଅଞ୍ଚଳରେ ମଧ୍ୟମ ବର୍ଷା ହେବାର ସମ୍ଭାବନା ରହିଛି। ଏବେ ବର୍ତ୍ତମାନ ଜାଣିବା ଦର୍ଶକ ବନ୍ଧୁ, କେଉଁ କେଉଁ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆପଣ ଯଦି ପାଣିପାଗ ଅପଡେଟ୍ ଖବର ଜାଣିବା ସହ ଆପଣଙ୍କର ଚାଷୀ ଭାଇ ଭଉଣୀ କିମ୍ବା ଆପଣଙ୍କର ବନ୍ଧୁ ପାଖକୁ ଏହି ଭିଡିଓଟି ନିଶ୍ଚିନ୍ତ ଭାବରେ ସେୟାର କରନ୍ତୁ, କାହିଁକି ନା ଚାଷୀ ମାନଙ୍କ ପାଇଁ ପାଣିପାଗ ଅପଡେଟ୍ ଖବର ଜାଣିବା ନିହାତି ଜରୁରୀ। ମୟୂରଭଞ୍ଜରେ ପ୍ରବଳ ବର୍ଷା, କେନ୍ଦୁଝରରେ ପ୍ରବଳ ବର୍ଷା, ସୁନ୍ଦରଗଡ଼ରେ ପ୍ରବଳ ବର୍ଷା, ବାଲେଶ୍ୱରରେ ପ୍ରବଳ ବର୍ଷା, ଝାରସୁଗୁଡ଼ାରେ ମଧ୍ୟ ପ୍ରବଳ ବର୍ଷା, ନବରଙ୍ଗପୁର ପ୍ରବଳ ବର୍ଷା, କୋରାପୁଟରେ ପ୍ରବଳ ବର୍ଷା, ମାଲକାନଗିରିରେ ପ୍ରବଳ ବର୍ଷା, ରାୟଗଡ଼ାରେ ପ୍ରବଳ ବର୍ଷା ଏବଂ ଗଜପତିରେ ପ୍ରବଳ ବର୍ଷା। ଦର୍ଶକ ବନ୍ଧୁ, ଏହି ଜିଲ୍ଲାର କିଛି କିଛି ଅଞ୍ଚଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ବାକି ସବୁ ଜିଲ୍ଲା ଗୁଡ଼ିକରେ ମୁଖ୍ୟତଃ ପାଗ ଶୁଖିଲା ରହିବ। କିଛି କିଛି ଅଞ୍ଚଳରେ ମେଘୁଆ ଦେଖା ଦେଇପାରେ ଆଉ କିଛି ଅଞ୍ଚଳରେ ସାମାନ୍ୟ ମୌସୁମୀ ବର୍ଷା ହେବାର ସମ୍ଭାବନା ରହିଛି। ଦର୍ଶକ ବନ୍ଧୁ, ଆଜିର ପାଣିପାଗ ଅପଡେଟଟି ଆପଣମାନଙ୍କୁ କେମିତି ଲାଗିଲା କମେଣ୍ଟ ବକ୍ସରେ କମେଣ୍ଟ କରିକି ଜଣାନ୍ତୁ। ଆଉ ଆପଣ କୋଉ କୋଉ ଜିଲ୍ଲାରୁ ଦେଖୁଛନ୍ତି ତାହା ମଧ୍ୟ କମେଣ୍ଟ ବକ୍ସରେ କମେଣ୍ଟ କରିକି ଜଣାନ୍ତୁ। ଆପଣମାନଙ୍କୁ ଶେଷ ଥର ରିକ୍ୱେଷ୍ଟ କରିବି, ଏବେ ପର୍ଯ୍ୟନ୍ତ ଆପଣ ଭିଡିଓକୁ ଲାଇକ୍ କରିନାହାନ୍ତି ତାହେଲେ ଲାଇକ୍ କରନ୍ତୁ। ଚ୍ୟାନେଲ ଯଦି ଆପଣ ନୂଆ କରି ଆସିଛନ୍ତି ତାହେଲେ ସବସ୍କ୍ରାଇବ୍ କରିନାହାନ୍ତି ତାହେଲେ ସବସ୍କ୍ରାଇବ୍ କରିକି ରଖନ୍ତୁ। ପାଖରେ ଥିବା ବେଲ୍ ନୋଟିଫିକେସନ୍ ଅନ୍ କରନ୍ତୁ, ଯାହାଫଳରେ ନୂଆ ନୂଆ ଅପଡେଟ୍ ପାଣିପାଗ ଖବର ଆପଣମାନେ ସର୍ବପ୍ରଥମେ ସବୁଦିନ ପାଇପାରିବେ। ଆଜିର ପାଣିପାଗ ଅପଡେଟ୍ ଖବରଟି ଏଇଠି ସମାପ୍ତ କରୁଛି। ଆପଣମାନେ ଅପେକ୍ଷାରେ ରୁହନ୍ତୁ ନେକ୍ସଟ ପାଣିପାଗ ଅପଡେଟ୍ ଖବର ପାଇଁ।